ଆଜି ହେଉଛି ପବିତ୍ର ବାମନ ଜନ୍ମ ବା ବାମନ ଦ୍ୱାଦଶୀ। ଭାଦ୍ରବ ମାସର ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ଭଗବାନ ବିଷ୍ଣୁଙ୍କର ପଞ୍ଚମ ଅବତାର ବାମନଙ୍କର ଆବିର୍ଭାବ ଦିବସ। ତେଣୁ ବାମନ ଜନ୍ମ ବା ବାମନ ଦ୍ୱାଦଶୀ ଭାବରେ ମଧ୍ୟ ଏହି ଦିନଟି ଆଖ୍ୟାୟିତ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ବାମନ ସ୍ୱରୂପୀ। ତାଙ୍କୁ ରଥ ଉପରେ ବାମନ ବେଶରେ ଦର୍ଶନ କଲେ ପୁନର୍ଜନ୍ମ ହୁଏ ନାହିଁ ବୋଲି ବିଶ୍ୱାସ ଅଛି। ତେଣୁ ମହାପ୍ରଭୁଙ୍କର ବାମନ ଜନ୍ମନୀତି ଶ୍ରୀମନ୍ଦିରରେ ବିଧି ବିଧାନ ସହ ପାଳନ କରାଯାଏ। ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିର ମଧ୍ୟାହ୍ନ ସମୟରେ ପ୍ରଭୁ ଶ୍ରୀ ଜଗନ୍ନାଥ ବାମନ ରୂପରେ ଆବିର୍ଭାବ ହେବାର ନୀତି ଅନୁଷ୍ଠିତ ହୋଇଥାଏ। ତାଙ୍କୁ ବାମନ ଭାବରେ ଅଭିହିତ କରାଯାଇ ସେହି ତିଥିରେ ତାଙ୍କର ଜନ୍ମନୀତି ପାଳିତ କରାଯାଏ। ଯେଉଁପରି ଭାବରେ ମହାପ୍ରଭୁଙ୍କର ଶ୍ରୀରାମ ଜନ୍ମନୀତି, ଶ୍ରୀକୃଷ୍ଣ ଜନ୍ମନୀତି ପାଳନ କରାଯାଏ, ଠିକ୍ ସେହିପରି ବାମନ ଦ୍ୱାଦଶୀରେ ମହାପ୍ରଭୁଙ୍କର ବାମନ ଜନ୍ମନୀତି ପାଳିତ ହୁଏ। ଜୟ ଜଗନ୍ନାଥ।